ନମ୍ବର 1 ଏହି ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ସରକାର କଲେ ତାରିଖ ଘୋଷଣା। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ 3ଟି କିସ୍ତି ଟଙ୍କା ପହଞ୍ଚି ସାରିଛି। 3ଟି କିସ୍ତିରେ 1 କୋଟିରୁ ଅଧିକ ହିତାଧିକାରୀ ମୋଟ 15,000 ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଯେ ସୁଭଦ୍ରା ଯୋଜନା ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଜଲ୍ଦି ମିଳିବ। ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ 8 ତାରିଖରେ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା। ଯେଉଁ ମହିଳାମାନେ 31 ମାର୍ଚ୍ଚ 2025 ସୁଦ୍ଧା 21 ବର୍ଷ ବୟସରେ ପହଞ୍ଚିଛନ୍ତି ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ ତେବେ ସେମାନେ 8 ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ। ସୁଭଦ୍ରାଙ୍କ ନୂତନ ହିତାଧିକାରୀମାନେ ମାର୍ଚ୍ଚ 8ରେ ଟଙ୍କା ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକାଥରକେ 2ଟି କିସ୍ତି ପାଇବା ବିଷୟରେ ସୂଚନା ଦେଇଛନ୍ତି। ନମ୍ବର 2 ରାଜ୍ୟରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। କ୍ରମାଗତ ଭାବେ କିଛି କିଛି ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟର 3ଟି ସ୍ଥାନରେ ତାପମାତ୍ରା 36 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଏକାଧିକ ସ୍ଥାନରେ ତାପମାତ୍ରା 35 ଡିଗ୍ରୀ ଉପରେ ରହିଛି। 36 ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱର ଓ ସୋନପୁରରେ 36 ଡିଗ୍ରୀ ରେକର୍ଡ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ-ମେ ପର୍ଯ୍ୟନ୍ତ ପ୍ରବଳ ତାତି ଅନୁଭୂତ ହେବାକୁ ଥିବା ବେଳେ ପ୍ରାୟ ଅଗଷ୍ଟ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି। ଏଥିପାଇଁ ମାର୍ଚ୍ଚ ଆରମ୍ଭରୁ ତାତି ବୃଦ୍ଧି ପାଇବାରେ ଲାଗିଛି। ନମ୍ବର 3 ରାଜ୍ୟସଭା ପାଇଁ ବିଜେପି ଦେବ 3 ପ୍ରାର୍ଥୀ। 5 ତାରିଖରେ ବିଜେପିର 3 ପ୍ରାର୍ଥୀ ଭରିବେ ନାମାଙ୍କନ ପତ୍ର। ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। 3 ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ର ନିଆଗଲା ବିଧାୟକଙ୍କ ଦସ୍ତଖତ। ଏହା ସହିତ ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ବିଧାୟକମାନେ ଉପସ୍ଥିତ ଥିଲେ। ସେପଟେ ସରପ୍ରାଇଜ ଦେଲେ ବିଜେଡି ସୁପ୍ରିମୋ। ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରଥମ ଦଳ ଭାବେ ନିଜ କାର୍ଡ ଖୋଲିଛି ବିଜେଡି। ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରତିଷ୍ଠିତ ଡାକ୍ତର ଦତ୍ତେଶ ପ୍ରହତାଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଚତୁର୍ଥ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ନମ୍ବର 4 ବଦଳିଲା ସ୍କୁଲ ସମୟ। ଏସ୍ଓପି ଜାରି କଲେ ଓଡ଼ିଶା ସରକାର। ମାର୍ଚ୍ଚ ଆରମ୍ଭରୁ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରଭାତ ଅନୁଭୂତ ହୋଇସାରିଛି। ଦିନର ତାପମାତ୍ରା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଉଛି। ଭାରତୀୟ ପାଣିପାଗ ବିଭାଗ IMDର ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶା ସରକାର ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗ୍ରୀଷ୍ମ ପ୍ରବାହ ପରିଚାଳନା ପାଇଁ ଏକ ମାନକ କାର୍ଯ୍ୟପ୍ରଣାଳୀ SOP ଜାରି କରିଛନ୍ତି। ସୋମବାର ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ଏବଂ ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। SOP ଅନୁଯାୟୀ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ କ୍ଲାସ୍, ଇଣ୍ଟରନାଲ ଏକ୍ଜାମ ଓ ପରୀକ୍ଷା ସକାଳ ସମୟରେ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନର ସମୟରେ ବାହାର ଖେଳକୁଦ ଏବଂ ସହପାଠ୍ୟ କାର୍ଯ୍ୟକ୍ରମ ନିଷିଦ୍ଧ କରାଯାଇଛି। ଅତ୍ୟାବଶ୍ୟକ ହେଲେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଥଣ୍ଡା ସମୟରେ ଏବଂ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ ଆୟୋଜନ କରାଯିବା ଉଚିତ ବୋଲି କୁହାଯାଇଛି। ନମ୍ବର 5 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ସକାଳ 6:20ରୁ ହାଣ୍ଡିଛାଡ଼। ଆଜି ଚନ୍ଦ୍ରଗ୍ରହଣ। ଦୋଳ ପୂର୍ଣ୍ଣିମା ଅବସରରେ ଲାଗିଛି ଚନ୍ଦ୍ରଗ୍ରହଣ। ସକାଳ 6:20ରୁ ପାଗ ତ୍ୟାଗ ରହିଥିବା ବେଳେ ସନ୍ଧ୍ୟା 3:20ରେ ହେବ ଗ୍ରହଣ ସ୍ପର୍ଶ। ଏଥିପାଇଁ ସୂର୍ଯ୍ୟୋଦୟରୁ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ପାକକର୍ମ ଓ ଦେବନୀତି ନିଷେଧ। ମଙ୍ଗଳବାର ଦୋଳ ପୂର୍ଣ୍ଣିମାରେ ଲାଗୁଛି ପ୍ରଥମ ବର୍ଷର ଚନ୍ଦ୍ରଗ୍ରହଣ। ଅପରାହ୍ନ 3:20ରେ ହେବ ଗ୍ରହଣ ସ୍ପର୍ଶ। ଏହାର 9 ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ 6:20ରେ ହେବ ପାଗ ତ୍ୟାଗ ବା ହାଣ୍ଡିଛାଡ଼। ସନ୍ଧ୍ୟା 6:47ରେ ହେବ ସର୍ବମୋକ୍ଷ। ସୂର୍ଯ୍ୟୋଦୟରୁ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ପାଗ ତ୍ୟାଗ ଓ ଦେବନୀତି ନିଷେଧ ରହିଛି। ପାକତ୍ୟାଗ ସମୟରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଅନ୍ନଭୋଜନ ନିଷେଧ କରିବା ସହ ହାଲୁକା ଓ ଶୁଖିଲା ଖାଦ୍ୟ ଗ୍ରହଣ କରିବାକୁ ପାଞ୍ଜିରେ ପରାମର୍ଶ ଦିଆଯାଇଛି। ତେବେ ବୃଦ୍ଧ, ଶିଶୁ, ରୋଗୀ ଓ ଗର୍ଭବତୀଙ୍କ ପାଇଁ ଲାଗିବ ନାହିଁ କଟକଣା। ସନ୍ଧ୍ୟା 6:50 ପରେ ସ୍ନାନ ସାରି ଦେବପୂଜା ଓ ଅନ୍ନଗ୍ରହଣ କରିହେବ। ନମ୍ବର 6 ଶେଷ ହୋଇଛି 10ମ ବୋର୍ଡ ପରୀକ୍ଷା।
ଦୀର୍ଘ ବର୍ଷ ପରେ ତ୍ରୁଟି ଶୂନ୍ୟ ଭାବେ ସରିଛି ପରୀକ୍ଷା। ଅନ୍ୟପଟେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ଫେବୃଆରୀ 19ରୁ ଆରମ୍ଭ ହୋଇଥିବା ମ୍ୟାଟ୍ରିକ୍ ପରୀକ୍ଷା ଶେଷ ହୋଇଛି। 5.5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ପରୀକ୍ଷା ଖାତାରେ ବନ୍ଦ ହୋଇଛି। ଏବେ ରେଜଲ୍ଟକୁ ଅପେକ୍ଷା। ଅନ୍ୟପଟେ ଶୀଘ୍ର ମ୍ୟାଟ୍ରିକ୍ ରେଜଲ୍ଟ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। OMR ଖାତା ମୂଲ୍ୟାୟନ ଆରମ୍ଭ ହୋଇସାରିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ 51ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ନମ୍ବର 7 ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଚାନକ ତଦାରଖ କଲେ ଜିଲ୍ଲାପାଳ। ଆଜି ଜିଲ୍ଲା ସଦର ମହକୁମାର ଦଶହରା ପଦାରେ ଥିବା ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଅଚାନକ କେନ୍ଦ୍ରକୁ ତଦାରଖ ଯାଇଥିଲେ। କେନ୍ଦ୍ରରେ ମାଟି ଭର୍ତ୍ତି ରହିଥିଲା। କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଅନୁପସ୍ଥିତ ଥିବା ବେଳେ ହେଲ୍ପର ଉପସ୍ଥିତ ଥିଲେ। ପିଲା କେହି ନଥିଲେ। ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ନଥିଲା। ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ମାର୍ଗଦର୍ଶିକା ଅନୁଯାୟୀ ନଥିଲା। ଏହା ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ। ଗୋଟିଏ ରୁମ୍ରେ କେନ୍ଦ୍ର ଥିବାବେଳେ ଶୌଚାଳୟ ନଥିବା ଦେଖି ଚିନ୍ତା ପ୍ରକାଶ କରିଥିଲେ। ସେଠାରୁ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣିକୁ ଆସିବା DSW ଦ୍ରୌପଦୀ କହଁର ଓ ନବରଙ୍ଗପୁର CDPO ରଶ୍ମି ପାଣିଗ୍ରାହୀ ଉପରେ ବିଗିଡ଼ିଥିଲେ। ନମ୍ବର 8 ମଣ୍ଡିରୁ ଉଠିନି ଧାନ। ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ। ମଣ୍ଡି ସରିବ, ଗଣତି ଆରମ୍ଭ। ତଥାପି ସ୍ଥିତି ସ୍ୱାଭାବିକ ହୋଇପାରିନି। ଗତ 2.5 ମାସ ହେବ ଜିଲ୍ଲାର ବିଭିନ୍ନ ମଣ୍ଡିରେ 1,06,283 କ୍ୱିଣ୍ଟାଲ ଧାନ ପଡ଼ିଛି। ମଣ୍ଡି ଆରମ୍ଭରୁ ହିଁ ଚନ୍ଦାହାଣ୍ଡି, ରାଇଘର, ବଡ଼ଆମ୍ବ, ସୁରୁଗୁଡ଼ା ମଣ୍ଡିରୁ ଧାନ ଉଠିପାରିନି। ସୁରୁଗୁଡ଼ା ମଣ୍ଡିରେ ମିଲର୍ସମାନେ କଟନୀ ଛଟନୀ କ୍ୱିଣ୍ଟାଲ ପିଛା 15 କିଲୋ କାଟିବାକୁ ବାଧ୍ୟ କରିଛନ୍ତି। ଏଭଳି ଅଭିଯୋଗ ଚାଷୀମାନେ ନବରଙ୍ଗପୁରରେ ହେଉଥିବା ଅଭିଯୋଗ ଶୁଣାଣିକୁ ଆସି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ନିକଟରେ କରିଥିଲେ। ଜିଲ୍ଲାପାଳ CSO ଦେବାଶିଷ ମହାନ୍ତିଙ୍କୁ ଡାକି ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ। ସମସ୍ତ ଚାଷୀଙ୍କ ଧାନ ଯେଉଁଠି ଉଠିବ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନମ୍ବର 9 ଏ ଦିନରୁ ହେବ ରତ୍ନଭଣ୍ଡାର ଗଣତି ମଣତି। ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦୂର ହେଲା ଲୋକଙ୍କ ଦ୍ୱନ୍ଦ୍ୱ ଓ ଆଶଙ୍କା। ଆସନ୍ତା ମାର୍ଚ୍ଚ ମାସ 25 ତାରିଖ ବୁଧବାର ଦିନ ହେବ ଅଲଙ୍କାର ଗଣତି ମଣତି ପ୍ରକ୍ରିୟା। ଏହି ପ୍ରକ୍ରିୟାରେ 2ଟି ଟିମ୍ ଉପସ୍ଥିତ ରହିବେ। ଦିନ 12:20ରୁ 1:45 ମଧ୍ୟରେ ବାହାରିବ ମହେନ୍ଦ୍ରବେଳା। ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଖୋଲାଯାଇ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି। 3ଟି ପର୍ଯ୍ୟାୟରେ ଅଲଙ୍କାର ଗଣତି ମଣତି ହେବ। ପ୍ରଥମେ ଚଳନ୍ତି, ପରେ ବାହାର ଓ ଶେଷର ଭିତର ରତ୍ନଭଣ୍ଡାରରୁ ଅଲଙ୍କାର ଗଣତି ମଣତି ହେବ। ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ। ଶନିବାର ରବିବାର ସମେତ ଯାନିଯାତ୍ରା ଓ ନୀତିବହୁଳ ସମୟରେ ଗଣତି ମଣତି କରାଯିବ ନାହିଁ। ଗଣତି ମଣତି ସମୟରେ ଡିଜିଟାଇଜେସନ ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଏନେଇ କୋର୍ଟକୁ ଅବଗତ କରାଯିବ। ନମ୍ବର 10 ମାର୍ଚ୍ଚ 5 ତାରିଖରେ ଆନନ୍ଦ ଉଲ୍ଲାସରେ ରାଜ୍ୟବ୍ୟାପୀ ପାଳିତ ହେବ 110ତମ ବିଜୁ ଜୟନ୍ତୀ। ପ୍ରତିବର୍ଷ ପରି ଏ ବର୍ଷ ମାର୍ଚ୍ଚ 5 ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆଜି ସଂଘ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଶ୍ରୀ ତିନ୍ମୟ ସାହୁ ଏବଂ ଛାତ୍ର ବିଜେଡି ସଭାନେତ୍ରୀ ଇସ୍ପିତା ସାହୁ ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ନମ୍ବର 11 ହୁ ହୁ ବଢ଼ିଲା ସୁନା। ସେୟାର ବଜାରରେ ଯୁଦ୍ଧର ପ୍ରଭାବ। ନିବେଶକ ହରାଇଲେ 11 ଲକ୍ଷ କୋଟିରୁ ଅଧିକ। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର। ଆମେରିକା, ଇସ୍ରାଏଲ ଓ ଇରାନ ଯୁଦ୍ଧ ଯୋଗୁଁ ବଢ଼ୁଥିବା ଉତ୍ତେଜନା ଭିତରେ ତାସ୍ ଘର ଭଳି ଭୁଷୁଡ଼ି ପଡ଼ିଛି ସେୟାର ମାର୍କେଟ। ମାତ୍ର କିଛି ସମୟ ଭିତରେ ଉଡ଼ିଯାଇଛି ନିବେଶକଙ୍କ ପ୍ରାୟ 11 ଲକ୍ଷ କୋଟି ଟଙ୍କା। ଅନ୍ୟପଟେ ସୁନା ଓ ରୂପା ଦର ପୁଣି ଉପରମୁହାଁ ହୋଇଛି। ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁଁ ଦୋହଲି ଯାଇଛି ଭାରତୀୟ ସେୟାର ବଜାର। ସେନ୍ସେକ୍ସ, ନିଫ୍ଟି, ବ୍ୟାଙ୍କ ନିଫ୍ଟି ଉପରେ ପଡ଼ିଛି ସିଧାସଳଖ ପ୍ରଭାବ। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିଥିବା ଅତିରିକ୍ତ ବଜାର ଖୋଲୁ ଖୋଲୁ ସେନ୍ସେକ୍ସ 2743 ପଏଣ୍ଟ ଖସି ଯାଇଥିଲା। ନମ୍ବର 12 ଆଉ ଭିଡ଼ ହେବନି ବ୍ରହ୍ମପୁରରେ। ଦୀର୍ଘଦିନର ସମସ୍ୟା ଉପରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆସନ୍ତା 6 ତାରିଖରୁ କାର୍ଯ୍ୟକ୍ରମ ହେବ ବ୍ରହ୍ମପୁର ଉପକଣ୍ଠରୁ 2 ବସ୍ଷ୍ଟାଣ୍ଡ। ବହୁ ବାଦ ବିବାଦର ଅନ୍ତ ଘଟିବା ସହ ଦୀର୍ଘଦିନର ସମସ୍ୟା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆସନ୍ତା 6 ତାରିଖରୁ ସହର ଉପକଣ୍ଠର 2 ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ରମ ହେବାକୁ ଯାଉଛି। ହେଲେ ଦୂରଯାତ୍ରା କରିବାକୁ ଥିବା ଯାତ୍ରୀ କେମିତି ପହଞ୍ଚିବେ ଉଭୟ ବସ୍ଷ୍ଟାଣ୍ଡରେ? ପ୍ରଶାସନ ପକ୍ଷରୁ କ'ଣ ହୋଇଛି ବ୍ୟବସ୍ଥା?
ବ୍ରହ୍ମପୁର ସହର ସମ୍ପ୍ରସାରଣ, ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା, ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ଓ ଜବରଦଖଲ ପ୍ରମୁଖ ଟ୍ରାଫିକ ସମସ୍ୟା ଭାବେ ଉଭା ହୋଇଥିଲା। ଆଉ ଏବେ ଗେଟ୍ ବଜାର ଛକରେ ନିର୍ମାଣାଧୀନ ଓଭରବ୍ରିଜ୍ ଏହି ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହର ମଧ୍ୟରେ ଥିବା ନୂଆ ବସ୍ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 6 ତାରିଖରୁ ସହର ଉପକଣ୍ଠ ଡୁଡୁମା କଲୋନୀଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବସ୍ଷ୍ଟାଣ୍ଡ ଓ ହଳଦିଆପଦର ବସ୍ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରଶାସନ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି। ନମ୍ବର 13, ଇରାନ ବିରୋଧରେ ଲଢ଼େଇ ପାଇଁ ଏବେ ଆମେରିକା ଓ ଇସ୍ରାଏଲ ସହିତ ଯୋଗ ଦେଇଛି ୟୁରୋପୀୟ ଦେଶ। ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ରବିବାର କହିଛନ୍ତି ଆବଶ୍ୟକ ହେଲେ ସେମାନେ ଇରାନ ବିରୋଧରେ ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ। ଯଦିଓ ବ୍ରିଟେନ ପୂର୍ବରୁ ଏହି ଯୁଦ୍ଧରେ ଆମେରିକାକୁ ସହାୟତା କରିବାକୁ ମନା କରିଦେଇଥିଲା, କିନ୍ତୁ ବର୍ତ୍ତମାନ ସମର୍ଥନ କରିବା ନେଇ ଘୋଷଣା କରିଛି। ନମ୍ବର 14, ସର୍ଭାଇକାଲ କ୍ୟାନ୍ସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ HPV ଟିକାକରଣ କାର୍ଯ୍ୟକ୍ରମ। ରାଜ୍ୟରେ ହ୍ୟୁମାନ୍ ପାପିଲୋମା ଭାଇରସ୍ HPV ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଆଧାର କାର୍ଡ଼ ସହିତ ବୟସ ପ୍ରମାଣପତ୍ର ନେଇ ୟୁଏନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ। ଏହାପରେ ଟିକା ନେଇପାରିବେ। 14ରୁ 15 ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲରେ ୟୁନିୟନ ପୋର୍ଟାଲକୁ ଯାଇ ସେଠାରେ ଆଧାର କାର୍ଡ଼ ଓ ବୟସ ପ୍ରମାଣପତ୍ର ଅପଲୋଡ଼ କରିଲା ପରେ ଏକ OTP ଆସିବ। ପଞ୍ଜୀକରଣ ପରେ ଟିକା ନେବାକୁ ଯାଇ ହେବ। ଏହା ବ୍ୟତୀତ ଡାକ୍ତରଖାନାକୁ ଯାଇ ସେଠାରେ ମଧ୍ୟ ପଞ୍ଜୀକରଣ କରି ଟିକା ନେଇହେବ। ତେବେ ସର୍ଭାଇକାଲ କ୍ୟାନ୍ସର ଟିକାକରଣ କାର୍ଯ୍ୟକ୍ରମ ଫେବୃଆରୀ 28ରେ ଲଞ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ଆରମ୍ଭ କରିଥିଲେ। କିଛି ସ୍ଥାନରେ ମାର୍ଚ୍ଚ 1ରୁ ଆରମ୍ଭ ହୋଇଛି। 2 ତାରିଖରେ ମଧ୍ୟ କିଛି ସ୍ଥାନରେ ଆରମ୍ଭ ହୋଇଛି ଏବଂ 3 ତାରିଖରେ ଆରମ୍ଭ ହେବ। ଏହା 3 ମାସ ଧରି ଚାଲିବ। ଫାର୍ଷ୍ଟ ଷ୍ଟେଜରେ ଗୋଟିଏ ଡୋଜ୍ ପାଖାପାଖି 3,36,000 କିଶୋରୀଙ୍କୁ ଦିଆଯିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ କହିଛନ୍ତି। ନମ୍ବର 15, 19ରୁ ଆରମ୍ଭ ହେବ ଖାତା ଦେଖା। ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷା ଶେଷ। ଆସନ୍ତା 19ରୁ ଆରମ୍ଭ ହେବ ଖାତା ଦେଖା। ସରିଲା ମ୍ୟାଟ୍ରିକ୍ ପରୀକ୍ଷା। ଆସନ୍ତା 19ରୁ ଆରମ୍ଭ ହେବ ଖାତା ଦେଖା। ଆଜି ଅନ୍ତିମ ଦିନରେ ଗଣତି ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜି ନାହିଁ। ସାରା ରାଜ୍ୟରେ 3,082ଟି କେନ୍ଦ୍ରରେ ମୋଟ 5,61,979 ଜଣ ଛାତ୍ରଛାତ୍ରୀ ଚଳିତ ମ୍ୟାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିବା CCTV କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲ ରୁମ୍ରେ ବସି ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ। ପରୀକ୍ଷା ସରିବା ପରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ ଏଥର କୌଣସି ବିଶୃଙ୍ଖଳା ହୋଇନାହିଁ, ବରଂ OMR ସିଟ୍‌ଗୁଡ଼ିକ ମୂଲ୍ୟାୟନ ଆରମ୍ଭ ହୋଇଗଲାଣି। 19 ତାରିଖରୁ ସବଜେକ୍ଟିଭ ପେପରଗୁଡ଼ିକର ମୂଲ୍ୟାୟନ ଆରମ୍ଭ ହୋଇଯିବ। ଖାତା ଦେଖା ପାଇଁ 52ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ମେ ମାସ 2 ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି ବୋଲି ବୋର୍ଡ ସଭାପତି କହିଛନ୍ତି। ନମ୍ବର 16, ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ମୋଦିଙ୍କ ପ୍ରତିକ୍ରିୟା। ଶାନ୍ତି ରଖିବା ପାଇଁ କଲେ ଅପିଲ। ମିଡିଲ୍ ଇଷ୍ଟରେ ବଢ଼ୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି। ମୋଦି କହିଛନ୍ତି ବିଶ୍ୱରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂର୍ଣ୍ଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରି ଆସୁଛୁ। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଦେଶ ସହିତ କାମ କରିବୁ। ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡ଼ା ହୁଅନ୍ତି, ଶାନ୍ତିର ସ୍ୱର ଆହୁରି ଶକ୍ତିଶାଳୀ ହୁଏ। ନୂଆଦିଲ୍ଲୀରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ଆମେ ଏହି ଅଞ୍ଚଳର ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଦେଶ ସହିତ କାମ କରିବୁ। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରିଚାଲିଛନ୍ତି। ନମ୍ବର 17, ଉଚ୍ଚଶିକ୍ଷା ବିଭାଗର SOP ସକାଳେ ପରୀକ୍ଷା କର। ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ SOP ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା SOP ଅନୁସାରେ ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସକାଳ କରାଯାଉ। ଏଥିପାଇଁ ସମସ୍ତ ପରୀକ୍ଷା ହଲରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 18,
ଓଟିଏସ୍ ସ୍କିମ୍ ଲାଗୁ ହେବା ପରେ 90% ଜରିମାନା ଆଦାୟ ହୋଇନି। ଗତ 5 ମାସ ତଳେ ଓଟିଏସ୍ ସ୍କିମ୍ ଲାଗୁ କରିଥିଲେ ରାଜ୍ୟ ସରକାର। ଇତିମଧ୍ୟରେ ମାତ୍ର 10% ଜରିମାନା ଅର୍ଥ ଆଦାୟ ହୋଇଛି। ପରିବହନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର 17ରେ ଏକ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 17ଟି ଏମ୍ଭି ଆକ୍ଟରେ କରାଯାଇଥିବା ଚାଲାଣ କ୍ଷେତ୍ରରେ 50% ଜରିମାନା ଛାଡ଼ କରାଯିବ ବୋଲି କୁହାଯାଇଛି। ନମ୍ବର 19 ସେୟାର ବଜାରରେ ଅସ୍ଥିରତା ହୁ ହୁ ହୋଇ ବଢ଼ିଲା ସୁନା ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢ଼ିଲା ସୁନା ଏବଂ ରୂପାର ଦର। 3% ଲେଖାଏଁ ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି। 24 କ୍ୟାରେଟ୍ ସୁନା ପାଖାପାଖି 5,000 ଟଙ୍କା ବଢ଼ିଛି। 10 ଗ୍ରାମ ସୁନାର ଦର 1,70,309 ଟଙ୍କା ରହିଛି। ସେହିପରି ସୁନା ଦର ମଧ୍ୟ ବୃଦ୍ଧି ଘଟିଛି। କେଜି 3,25,100 ଟଙ୍କା ରହିଛି। ଆଜି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ପ୍ରତି 3,290 ଟଙ୍କା ହ୍ରାସ ଘଟି 1,69,800 ହୋଇଛି। ଗତକାଲି ଦର 1,73,090 ଟଙ୍କା ଥିଲା। ନମ୍ବର 20 ସମ୍ବଲପୁର କୋର୍ଟ ବୋମା ଧମକ ଆକ୍ସନ୍ ମୋଡ଼ରେ ପୁଲିସ। ସମ୍ବଲପୁର ଜିଲ୍ଲା ଦୌରା ଜଜ୍ କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପୁଲିସ ଏବଂ ବମ୍ ସ୍କ୍ୱାଡ୍ ପହଞ୍ଚି ଯାଞ୍ଚ କରୁଛି। କିଏ ଧମକ ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମାର ଧମକ। ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଥିଲା ଧମକ। ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ। ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନ୍ ମୋଡ଼କୁ ଆସିଛି। ତୁରନ୍ତ ଜିଲ୍ଲା ପୁଲିସ ବମ୍ ସ୍କ୍ୱାଡ୍ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ଏପରିକି ସମ୍ବେଦନଶୀଳ ସ୍ଥାନମାନଙ୍କରେ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି।